ମହେନ୍ଦ୍ରଗଡ଼ ନଦୀ ଭିତରକୁ ବାଇକ୍ ସହ ଖସି ପଡ଼ିଲେ ଦୁଇ ବାଇକ୍ ଆରୋହୀ, ଜଣେ ମୃତ ଜଣେ ଆହତ। ଗଜପତି ଜିଲ୍ଲା ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ନଦୀ ଭିତରକୁ ବାଇକ୍ ଚାଳକ ସହ ବାଇକ୍ ଆରୋହୀ ଗଳି ପଡ଼ିଥିବା ସୂଚନା ମିଳିଛି। ଏଥିରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆରୋହୀ ଜଣକ ଆହତ ହୋଇଛନ୍ତି। ସୂଚନା ପ୍ରକାରେ ରଣ୍ଡିବା ପାଖ ଗାଁ କାରିକୁମାର ଦୁଇ ଜଣ ଚନ୍ଦ୍ରଗିରି ପଟୁ ନିଜ ଗାଁକୁ ଫେରୁଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ମହେନ୍ଦ୍ରଗଡ଼ ନଦୀ ଭିତରକୁ ବାଇକ୍ ସହ ଖସି ପଡ଼ିଥିଲେ, ଯାହାଫଳରେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ଯବାନମାନେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ବେଳେ ଜଣକ ମୃତ୍ୟୁ ହୋଇଥିବା ଏବଂ ଅନ୍ୟ ଜଣକ ଆହତ ହୋଇଥିବା ଖବର ରହିଛି। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପାଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ପୋଲିସ ପକ୍ଷରୁ ଜାଣିବାକୁ ମିଳିଛି।